ପିଲାମାନେ ଆଜି ଆମେ ଜାଣିବା ଜ୍ୟାମିତିର କୋଣ ଓ ତାର ମାପ ବିଷୟରେ। ଅନେକ ମଲ୍ଟିପୁଲ୍ ଚଏସ୍ କ୍ୱେଶ୍ଚନ୍ ସବୁ ଅଛି, ଯାହାକି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଏଣ୍ଟ୍ରାନ୍ସ ପରୀକ୍ଷାରେ ଏବଂ ନବୋଦୟ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଏବଂ ଅନ୍ୟାନ୍ୟ ବୃତ୍ତି ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଭେରି ଇମ୍ପୋର୍ଟାଣ୍ଟ ରହିଛି। ସେଥିପାଇଁ ଏହି ମଲ୍ଟିପୁଲ୍ ଚଏସ୍ କ୍ୱେଶ୍ଚନ୍ ସବୁ ଜାଣିବାକୁ ନିତାନ୍ତ ଜରୁରୀ। ଠିକ୍ ଅଛି, ତେବେ ସେହି ବିଷୟରେ କ'ଣ ସବୁ ଅଛି ଆମେ ଦେଖିବା। ଫାର୍ଷ୍ଟ କ୍ୱେଶ୍ଚନ୍, ଗୋଟିଏ କୋଣରେ କେତୋଟି ବାହୁ ଓ ଶୀର୍ଷବିନ୍ଦୁ ଥାଏ? ଗୋଟିଏ କୋଣରେ କେତୋଟି ବାହୁ ଓ ଶୀର୍ଷବିନ୍ଦୁ ଥାଏ? ଏହାର ଅପସନ୍ ଅଛି 3ଟି ଓ 2ଟି, 2ଟି ଓ 1ଟି, 4ଟି ଓ 1ଟିଏ, 1ଟି ଏବଂ 1ଟି। ଏହାର ସଠିକ୍ ଉତ୍ତରଟି ହେଉଛି ବି 2ଟି ଓ 1ଟି। ଠିକ୍ ଅଛି। ନେକ୍ସଟ କ୍ୱେଶ୍ଚନ୍, ଏମାନଙ୍କ ମଧ୍ୟରୁ କେଉଁଟି ବକ୍ରରେଖା ଅଟେ? ଏମାନଙ୍କ ମଧ୍ୟରୁ କେଉଁଟି ବକ୍ରରେଖା ଅଟେ? ଏହାର ଅପସନ୍ ଅଛି ଇଟାର ଧାର, ମାପ ଫିତାର ଧାର, ବାଲ୍ଟିର ମୁହଁର ଧାର, କାଗଜର ଭାଙ୍ଗ। ଏହାର ସଠିକ୍ ଉତ୍ତରଟି ହେଉଛି ସି ବାଲ୍ଟିର ମୁହଁର ଧାର। ଠିକ୍ ଅଛି। ନେକ୍ସଟ କ୍ୱେଶ୍ଚନ୍, ଗୋଟିଏ ଶୀର୍ଷବିନ୍ଦୁ ଥାଇ 2ଟି ଦିଗକୁ ବଢ଼ିଥିବା 2ଟି ରଶ୍ମିକୁ କ'ଣ କୁହାଯାଏ? ଗୋଟିଏ ଶୀର୍ଷବିନ୍ଦୁ ଥାଇ 2ଟି ଦିଗକୁ ବଢ଼ିଥିବା 2ଟି ରଶ୍ମିକୁ କ'ଣ କୁହାଯାଏ? ଏହାର ଅପସନ୍ ଅଛି ରେଖାଖଣ୍ଡ, ବକ୍ରରେଖା, ସରଳ କୋଣ, କୋଣ। ଏହାର ସଠିକ୍ ଉତ୍ତରଟି ହେଉଛି କୋଣ। ଠିକ୍ ଅଛି। ନେକ୍ସଟ କ୍ୱେଶ୍ଚନ୍, ଯେଉଁ ରେଖାର ପ୍ରାନ୍ତବିନ୍ଦୁ ନଥାଏ ତାକୁ କ'ଣ କହନ୍ତି? ଯେଉଁ ରେଖାର ପ୍ରାନ୍ତବିନ୍ଦୁ ନଥାଏ ତାକୁ କ'ଣ କହନ୍ତି? ଏହାର ଅପସନ୍ ଅଛି ସରଳ ରେଖା, ରଶ୍ମି, କୋଣ, ରେଖାଖଣ୍ଡ। ଏହାର ସଠିକ୍ ଉତ୍ତରଟି ହେଉଛି ସରଳ ରେଖା। ଠିକ୍ ଅଛି। ନେକ୍ସଟ କ୍ୱେଶ୍ଚନ୍, ଏକ ଷଡ଼ଭୁଜରେ କେତୋଟି ବାହୁ ଥାଏ? ଏକ ଷଡ଼ଭୁଜରେ କେତୋଟି ବାହୁ ଥାଏ? ଏହାର ଅପସନ୍ ଅଛି 3 ଗୋଟି, 4 ଗୋଟି, 5 ଗୋଟି, 6 ଗୋଟି। ଏହାର ସଠିକ୍ ଉତ୍ତରଟି ହେଉଛି ଡି 6 ଗୋଟି। ଠିକ୍ ଅଛି। ନେକ୍ସଟ କ୍ୱେଶ୍ଚନ୍, କେଉଁଟି ରଶ୍ମିର ଏକ ଚିତ୍ର ଅଟେ? କେଉଁଟି ରଶ୍ମିର ଏକ ଚିତ୍ର ଅଟେ? ଏରେ ଅଛି PQ, ବିରେ ଅଛି PQ, ସିରେ ଅଛି ଏବଂ ଡିରେ ଅଛି PQ। ଠିକ୍ ଅଛି। ଏହାର ସଠିକ୍ ଉତ୍ତରଟି ହେଉଛି ବି। ଠିକ୍ ଅଛି। ବି ହେଉଛି ଏକ ରଶ୍ମିର ଚିତ୍ର। ଠିକ୍ ଅଛି, ଆମେ ଆଗକୁ ଯିବା। ନେକ୍ସଟ କ୍ୱେଶ୍ଚନ୍, ରେଖାଖଣ୍ଡ ଓ ରଶ୍ମି ମଧ୍ୟ କେଉଁଟି ସମାନତା ଥାଏ? ରେଖାଖଣ୍ଡ ଓ ରଶ୍ମି ମଧ୍ୟରେ କେଉଁଟି ସମାନତା ଥାଏ? ଏହାର ଅପସନ୍ ଅଛି ରଶ୍ମି ଏକ ସରଳ ରେଖା ଓ ରେଖାଖଣ୍ଡ ଏକ ସରଳ ରେଖା।
ରେଖାଖଣ୍ଡ ସସୀମ ଓ ରଶ୍ମି ଦିଗରେ ଅସୀମ। ରେଖାଖଣ୍ଡକୁ ନେଇ କୋଣ ଗଠନ କରିହେବ, କିନ୍ତୁ ରଶ୍ମିକୁ ନେଇ କୋଣ ଗଠନ କରିହେବ ନାହିଁ। ପରବର୍ତ୍ତୀ ଅପସନ୍ ଅଛି ରେଖାଖଣ୍ଡରେ ଅସୀମ ବିନ୍ଦୁ ଥାଏ, କିନ୍ତୁ ରଶ୍ମିରେ ନୁହେଁ। ଏହାର ସଠିକ୍ ଉତ୍ତରଟି ହେଉଛି ଏ, ରଶ୍ମି ଏକ ସରଳରେଖା ଓ ରେଖାଖଣ୍ଡ ଏକ ସରଳରେଖା। ଠିକ୍ ଅଛି। ନେକ୍ସଟ କ୍ୱେଶ୍ଚନ୍, ସୂକ୍ଷ୍ମ କୋଣ କାହାକୁ କହନ୍ତି? ସୂକ୍ଷ୍ମ କୋଣ କାହାକୁ କହନ୍ତି? ଏହାର ଅପସନ୍ ଅଛି ଯେଉଁ କୋଣର ପରିମାଣ 90 ଡିଗ୍ରୀରୁ ବେଶୀ, ଯେଉଁ କୋଣର ପରିମାଣ 90 ଡିଗ୍ରୀରୁ କମ୍, ଯେଉଁ କୋଣର ପରିମାଣ 90 ଡିଗ୍ରୀ ସହ ସମାନ। ଏମାନଙ୍କ ମଧ୍ୟରୁ କୌଣସିଟି ନୁହେଁ। ଏହାର ସଠିକ୍ ଉତ୍ତରଟି ହେଉଛି ବି, ଯେଉଁ କୋଣର ପରିମାଣ 90 ଡିଗ୍ରୀରୁ କମ୍। ଠିକ୍ ଅଛି। ନେକ୍ସଟ କ୍ୱେଶ୍ଚନ୍, କୋଣର ପରିମାଣକୁ କେଉଁ ଏକକରେ ମପାଯାଏ? କୋଣର ପରିମାଣକୁ କେଉଁ ଏକକରେ ମପାଯାଏ? ଠିକ୍ ଅଛି। ଏହାର ଅପସନ୍ ଅଛି ମିଟର, ସେଣ୍ଟିମିଟର, ଡିଗ୍ରୀ, କିଲୋମିଟର। ଏହାର ସଠିକ୍ ଉତ୍ତରଟି ହେଉଛି ସି, ଡିଗ୍ରୀ ଏକକରେ ମପାଯାଏ। ଠିକ୍ ଅଛି। ନେକ୍ସଟ କ୍ୱେଶ୍ଚନ୍, 115 ଡିଗ୍ରୀ ଥିବା କୋଣର ପରିମାଣକୁ କେଉଁ କୋଣ କୁହାଯାଏ? 115 ଡିଗ୍ରୀ ଥିବା କୋଣର ପରିମାଣକୁ କେଉଁ କୋଣ କୁହାଯାଏ? ଏହାର ଅପସନ୍ ଅଛି ସ୍ଥୂଳ କୋଣ, ସୂକ୍ଷ୍ମ କୋଣ, ସମକୋଣ, କେଉଁଟି ନୁହେଁ? ଏହାର ସଠିକ୍ ଉତ୍ତରଟି ହେଉଛି ସ୍ଥୂଳ କୋଣ। ଠିକ୍ ଅଛି। ନେକ୍ସଟ କ୍ୱେଶ୍ଚନ୍, ଘଣ୍ଟାରେ 3ଟା ବାଜିବା ସମୟରେ ଘଣ୍ଟା କଣ୍ଟା ଓ ମିନିଟ୍ କଣ୍ଟା ଅନ୍ତର୍ଗତ କୋଣର ପରିମାଣ କେତେ? ଘଣ୍ଟାରେ 3ଟା ବାଜିବା ସମୟରେ ଘଣ୍ଟା କଣ୍ଟା ଓ ମିନିଟ୍ କଣ୍ଟା ଅନ୍ତର୍ଗତ କୋଣର ପରିମାଣ କେତେ? ଏହାର ଅପସନ୍ ଅଛି 90 ଡିଗ୍ରୀ, 180 ଡିଗ୍ରୀ, 45 ଡିଗ୍ରୀ, 120 ଡିଗ୍ରୀ। ଏହାର ସଠିକ୍ ଉତ୍ତରଟି ହେଉଛି ଏ, 90 ଡିଗ୍ରୀ। ଠିକ୍ ଅଛି। ନେକ୍ସଟ କ୍ୱେଶ୍ଚନ୍, ଏକ ସମକୋଣୀ ତ୍ରିଭୁଜରେ କେତୋଟି ସ୍ଥୂଳ କୋଣ ଥାଏ? ଏକ ସମକୋଣୀ ତ୍ରିଭୁଜରେ କେତୋଟି ସ୍ଥୂଳ କୋଣ ଥାଏ? ଏହାର ଅପସନ୍ ଅଛି 2 ଗୋଟି, 1ଟି, ଜମା ନୁହେଁ, 3 ଗୋଟି। ଏହାର ସଠିକ୍ ଉତ୍ତରଟି ହେଉଛି ସି, ଜମା ନୁହେଁ। ଠିକ୍ ଅଛି। ନେକ୍ସଟ କ୍ୱେଶ୍ଚନ୍, ସ୍ଥୂଳ କୋଣ। ସ୍ଥୂଳ କୋଣ କେଉଁ କୋଣର ପରିମାଣ ଠାରୁ କମ୍? ସ୍ଥୂଳ କୋଣ କେଉଁ କୋଣର ପରିମାଣ ଠାରୁ କମ୍? ଏହାର ଅପସନ୍ ଅଛି 120 ଡିଗ୍ରୀରୁ କମ୍, 180 ଡିଗ୍ରୀରୁ କମ୍, 90 ଡିଗ୍ରୀରୁ କମ୍, 60 ଡିଗ୍ରୀରୁ କମ୍। ଏହାର ସଠିକ୍ ଉତ୍ତରଟି ହେଉଛି ବି, 180 ଡିଗ୍ରୀରୁ କମ୍। ଠିକ୍ ଅଛି। ନେକ୍ସଟ କ୍ୱେଶ୍ଚନ୍, 60 ଡିଗ୍ରୀରୁ ଅଧିକ ଓ 90 ଡିଗ୍ରୀରୁ କମ୍ ଥିବା କୋଣର ପରିମାଣକୁ କ'ଣ କୁହାଯାଏ? 60 ଡିଗ୍ରୀରୁ ଅଧିକ ଓ 90 ଡିଗ୍ରୀରୁ କମ୍ ଥିବା କୋଣର ପରିମାଣକୁ କ'ଣ କୁହାଯାଏ? ଏହାର ଅପସନ୍ ଅଛି ସୂକ୍ଷ୍ମ କୋଣ, ସମକୋଣ, ସ୍ଥୂଳ କୋଣ, କେଉଁଟି ନୁହେଁ? ଏହାର ସଠିକ୍ ଉତ୍ତରଟି ହେଉଛି ସୂକ୍ଷ୍ମ କୋଣ। ଠିକ୍ ଅଛି। ନେକ୍ସଟ କ୍ୱେଶ୍ଚନ୍, ପାର୍ଶ୍ୱସ୍ଥ ଚିତ୍ରରେ କେତୋଟି ରଶ୍ମି ଅଛି? ପାର୍ଶ୍ୱସ୍ଥ ଚିତ୍ରରେ କେତୋଟି ରଶ୍ମି ଅଛି? ଏହାର ଅପସନ୍ ଅଛି 1ଟି, 2ଟି, 3ଟି, ଜମା ନାହିଁ।
ଏହାର ସଠିକ୍ ଉତ୍ତରଟି ହେଉଛି ବି 2ଟି। ଠିକ୍ ଅଛି। ନେକ୍ସଟ କ୍ୱେଶ୍ଚନ୍, ଏକ କୋଣର ବାହୁଦ୍ୱୟ 6 ଓ 6 ହେଲେ କୋଣର ଶୀର୍ଷବିନ୍ଦୁର ନାମ କ'ଣ ହେବ? ଏକ କୋଣର ବାହୁଦ୍ୱୟ 6 ଓ 6 ହେଲେ କୋଣର ଶୀର୍ଷବିନ୍ଦୁର ନାମ କ'ଣ ହେବ? ଏହାର ଅପସନ୍ ଅଛି ଚ, ଛ, ଜ, ଚ। ଏହାର ସଠିକ୍ ଉତ୍ତରଟି ହେଉଛି ବି 6। ଠିକ୍ ଅଛି। ନେକ୍ସଟ କ୍ୱେଶ୍ଚନ୍, କୋଣର ପରିମାଣ ମାପିବା ପାଇଁ କେଉଁ ଯନ୍ତ୍ର ବ୍ୟବହାର କରାଯାଏ? କୋଣର ପରିମାଣ ମାପିବା ପାଇଁ କେଉଁ ଯନ୍ତ୍ର ବ୍ୟବହାର କରାଯାଏ? ଏହାର ଅପସନ୍ ଅଛି ଡିଭାଇଡର, ସ୍କେଲ୍, କମ୍ପାସ, ପ୍ରୋଟ୍ରାକ୍ଟର। ଏହାର ସଠିକ୍ ଉତ୍ତରଟି ହେଉଛି ଏ ଡିଭାଇଡର। ଠିକ୍ ଅଛି। ନେକ୍ସଟ କ୍ୱେଶ୍ଚନ୍, ଟେବୁଲର ଗୋଡ଼ ଭୂମି ସହ କେଉଁ କୋଣ ସୃଷ୍ଟି କରିଥାଏ? ଟେବୁଲର ଗୋଡ଼ ଭୂମି ସହ କେଉଁ କୋଣ ସୃଷ୍ଟି କରିଥାଏ? ଏହାର ଅପସନ୍ ଅଛି ସମକୋଣ, ସୂକ୍ଷ୍ମ କୋଣ, ସ୍ଥୂଳ କୋଣ, କେଉଁଟି ନୁହେଁ? ଏହାର ସଠିକ୍ ଉତ୍ତରଟି ହେଉଛି ସମକୋଣ। ଠିକ୍ ଅଛି। ନେକ୍ସଟ କ୍ୱେଶ୍ଚନ୍, ରେଳ ଲାଇନ୍ କେଉଁ ପ୍ରକାର ଧାର ଅଟେ? ରେଳ ଲାଇନ୍ କେଉଁ ପ୍ରକାର ଧାର ଅଟେ? ଏହାର ଅପସନ୍ ଅଛି ସରଳ ରେଖା, ବକ୍ରରେଖା, ଗୋଲାକାର, ବକ୍ର ଓ ସଳଖ। ଏହାର ସଠିକ୍ ଉତ୍ତରଟି ହେଉଛି ସଳଖ। ଠିକ୍ ଅଛି। ନେକ୍ସଟ କ୍ୱେଶ୍ଚନ୍, ଇଂରାଜୀ ଅକ୍ଷରରେ କେତୋଟି କୋଣ ଥାଏ? ଇଂରାଜୀ ଅକ୍ଷରରେ କେତୋଟି କୋଣ ଥାଏ? ଏହାର ଅପସନ୍ ଅଛି 2ଟି, 3ଟି, 1ଟି, ଜମା ନାହିଁ। ଏହାର ସଠିକ୍ ଉତ୍ତରଟି ହେଉଛି ବି 3ଟି। ଠିକ୍ ଅଛି। ନେକ୍ସଟ କ୍ୱେଶ୍ଚନ୍, ଗୋଟିଏ ତ୍ରିଭୁଜ ଅଙ୍କନ ପାଇଁ କ'ଣ ଦେଉଥିବା ଦରକାର? ଗୋଟିଏ ତ୍ରିଭୁଜ ଅଙ୍କନ ପାଇଁ କ'ଣ ଦେଉଥିବା ଦରକାର? ଏହାର ଅପସନ୍ ଅଛି 2ଟି ବାହୁ ଓ ଅନ୍ତର୍ଗତ କୋଣ, ଗୋଟିଏ ବାହୁ ଓ ଗୋଟିଏ କୋଣ, ଯେକୌଣସି ଗୋଟିଏ କୋଣ, କେବଳ ଗୋଟିଏ ବାହୁ। ଏହାର ସଠିକ୍ ଉତ୍ତରଟି ହେଉଛି ଏ 2ଟି ବାହୁ ଓ ଅନ୍ତର୍ଗତ କୋଣ। ଠିକ୍ ଅଛି। ନେକ୍ସଟ କ୍ୱେଶ୍ଚନ୍, ଦତ୍ତ ଚିତ୍ରରେ କେତୋଟି ରେଖାଖଣ୍ଡ ଅଛି? ଦତ୍ତ ଚିତ୍ରରେ କେତୋଟି ରେଖାଖଣ୍ଡ ଅଛି? ଏହାର ଅପସନ୍ ଅଛି 8ଟି, 6ଟି, 9ଟି, 7ଟି। ଏହାର ସଠିକ୍ ଉତ୍ତରଟି ହେଉଛି ଏ 8ଟି। ଠିକ୍ ଅଛି। ନେକ୍ସଟ କ୍ୱେଶ୍ଚନ୍, ଗୋଟିଏ ପ୍ରୋଟ୍ରାକ୍ଟରଟି କେତେ କୋଣ ବିଶିଷ୍ଟ ହୋଇଥାଏ? ଗୋଟିଏ ପ୍ରୋଟ୍ରାକ୍ଟର କେତେ କୋଣ ବିଶିଷ୍ଟ ହୋଇଥାଏ? ଏହାର ଅପସନ୍ ଅଛି 120 ଡିଗ୍ରୀ, 180 ଡିଗ୍ରୀ, 90 ଡିଗ୍ରୀ, 45 ଡିଗ୍ରୀ। ଏହାର ସଠିକ୍ ଉତ୍ତରଟି ହେଉଛି ବି 180 ଡିଗ୍ରୀ। ଠିକ୍ ଅଛି। ନେକ୍ସଟ କ୍ୱେଶ୍ଚନ୍, ଗୋଟିଏ ପଞ୍ଚଭୁଜ ବିଶିଷ୍ଟ ଆବଦ୍ଧ କ୍ଷେତ୍ରର କୋଣ ସଂଖ୍ୟା କେତେ? ଗୋଟିଏ ପଞ୍ଚଭୁଜ ବିଶିଷ୍ଟ ଆବଦ୍ଧ କ୍ଷେତ୍ରର କୋଣ ସଂଖ୍ୟା କେତେ? ଏହାର ଅପସନ୍ ଅଛି 6ଟି, 5ଟି, 8ଟି,
3ଟି। ଏହାର ସଠିକ୍ ଉତ୍ତରଟି ହେଉଛି ବି 5ଟି। ଠିକ୍ ଅଛି। ନେକ୍ସଟ କ୍ୱେଶ୍ଚନ୍, ଗୋଟିଏ ସରଳ ରେଖାରେ କେତୋଟି ରେଖାଖଣ୍ଡ ଥାଏ? ଗୋଟିଏ ସରଳ ରେଖାରେ କେତୋଟି ରେଖାଖଣ୍ଡ ଥାଏ? ଏହାର ଅପସନ୍ ଅଛି 2ଟି, 4 ଗୋଟି, ଅସଂଖ୍ୟ, 1ଟି। ଏହାର ସଠିକ୍ ଉତ୍ତରଟି ହେଉଛି ସି 4 ଗୋଟି। ଠିକ୍ ଅଛି। ନେକ୍ସଟ କ୍ୱେଶ୍ଚନ୍, ଗୋଟିଏ ରେଖାଖଣ୍ଡରେ କେତୋଟି ପ୍ରାନ୍ତ ବିନ୍ଦୁ ଥାଏ? ଗୋଟିଏ ରେଖାଖଣ୍ଡରେ କେତୋଟି ପ୍ରାନ୍ତ ବିନ୍ଦୁ ଥାଏ? ଏହାର ଅପସନ୍ ଅଛି 1, 2ଟି, 0, 3 ଗୋଟି। ଏହାର ସଠିକ୍ ଉତ୍ତରଟି ହେଉଛି ବି 2 ଗୋଟି। ଠିକ୍ ଅଛି। ନେକ୍ସଟ କ୍ୱେଶ୍ଚନ୍, ତ୍ରିଭୁଜର 3 କୋଣର ପରିମାଣ କେତେ ଡିଗ୍ରୀ? ତ୍ରିଭୁଜର 3 କୋଣର ପରିମାଣ କେତେ ଡିଗ୍ରୀ? ଏହାର ଅପସନ୍ ଅଛି 120 ଡିଗ୍ରୀ, 90 ଡିଗ୍ରୀ, 60 ଡିଗ୍ରୀ, 180 ଡିଗ୍ରୀ। ଏହାର ସଠିକ୍ ଉତ୍ତରଟି ହେଉଛି ଡି 180 ଡିଗ୍ରୀ। ଠିକ୍ ଅଛି। ନେକ୍ସଟ କ୍ୱେଶ୍ଚନ୍, ଗୋଟିଏ ସ୍ଥୂଳକୋଣୀ ତ୍ରିଭୁଜରେ କେତୋଟି ସ୍ଥୂଳକୋଣ ଓ ସୂକ୍ଷ୍ମକୋଣ ରହିଥାଏ? ଗୋଟିଏ ସ୍ଥୂଳକୋଣୀ ତ୍ରିଭୁଜରେ କେତୋଟି ସ୍ଥୂଳକୋଣ ଓ କେତୋଟି ସୂକ୍ଷ୍ମକୋଣ ରହିଥାଏ? ଏହାର ଅପସନ୍ ଅଛି 1ଟି ଓ 2ଟି, 2ଟି ଓ 1ଟି, 3ଟି, 0ଟି ଓ 3ଟି, 1ଟି ଓ 1ଟି। ଏହାର ସଠିକ୍ ଉତ୍ତରଟି ହେଉଛି ଏ 1ଟି ଓ 2ଟି। ଠିକ୍ ଅଛି। ନେକ୍ସଟ କ୍ୱେଶ୍ଚନ୍, ଗୋଟିଏ ତ୍ରିଭୁଜରେ ଅତି ବେଶୀରେ କେତୋଟି ସମକୋଣ ଥାଏ? ଗୋଟିଏ ତ୍ରିଭୁଜରେ ଅତି ବେଶୀରେ କେତୋଟି ସମକୋଣ ଥାଏ? ଏହାର ଅପସନ୍ ଅଛି 1ଟି, 2ଟି, 3ଟି, 4ଟି। ଏହାର ସଠିକ୍ ଉତ୍ତରଟି ହେଉଛି ଏ ଗୋଟିଏ। ଠିକ୍ ଅଛି। ନେକ୍ସଟ କ୍ୱେଶ୍ଚନ୍, କମ୍ପାସ ସାହାଯ୍ୟରେ ନିମ୍ନୋକ୍ତ ମଧ୍ୟରୁ କେଉଁଟି ଅଙ୍କନ କରାଯାଇପାରିବ ନାହିଁ? କମ୍ପାସ ସାହାଯ୍ୟରେ ନିମ୍ନୋକ୍ତ ମଧ୍ୟରୁ କେଉଁଟି ଅଙ୍କନ କରାଯାଇପାରିବ ନାହିଁ? ଏହାର ଅପସନ୍ ଅଛି 30 ଡିଗ୍ରୀ, 47 ଡିଗ୍ରୀ, 115 ଡିଗ୍ରୀ, 90 ଡିଗ୍ରୀ। ଏହାର ସଠିକ୍ ଉତ୍ତରଟି ହେଉଛି 47 ଡିଗ୍ରୀ। ଠିକ୍ ଅଛି। ନେକ୍ସଟ କ୍ୱେଶ୍ଚନ୍, ଗୋଟିଏ ତ୍ରିଭୁଜରେ ଅତି ବେଶୀରେ କେତୋଟି ସୂକ୍ଷ୍ମକୋଣ ରହିବ? ଗୋଟିଏ ତ୍ରିଭୁଜରେ ଅତି ବେଶୀରେ କେତୋଟି ସୂକ୍ଷ୍ମକୋଣ ରହିବ? ଏହାର ଅପସନ୍ ଅଛି 3 ଗୋଟି, 1ଟି, 2 ଗୋଟି, 4 ଗୋଟି। ଏହାର ସଠିକ୍ ଉତ୍ତରଟି ହେଉଛି ଏ 3 ଗୋଟି। ଠିକ୍ ଅଛି। ନେକ୍ସଟ କ୍ୱେଶ୍ଚନ୍, ପାର୍ଶ୍ୱସ୍ଥ ଚିତ୍ରରେ କେତୋଟି କୋଣ ଅଛି? ପାର୍ଶ୍ୱସ୍ଥ ଚିତ୍ରରେ କେତୋଟି କୋଣ ଅଛି? ଏହାର ଅପସନ୍ ଅଛି 8ଟି, 11ଟି, 12 ଗୋଟି, 13 ଗୋଟି। ଏହାର ସଠିକ୍ ଉତ୍ତରଟି ହେଉଛି ସି 12 ଗୋଟି। ଠିକ୍ ଅଛି। ଧନ୍ୟବାଦ ପିଲାମାନେ। ଭିଡ଼ିଓଟି କେମିତି ଲାଗିଲା ନିଶ୍ଚୟ କମେଣ୍ଟ କରି ଲେଖି ଜଣାଇବ ଏବଂ ଏହି ଭିଡ଼ିଓଟି ଭେରି ଇମ୍ପୋର୍ଟାଣ୍ଟ ହୋଇଥିବାରୁ ନିଜ ସାଙ୍ଗସାଥିମାନଙ୍କ ନିକଟକୁ ନିଶ୍ଚୟ ସେୟାର କରିବ। ଠିକ୍ ଅଛି। ଧନ୍ୟବାଦ।